जय श्री जगन्नाथ दर्शक बंधु आम सहित जोड़ी मीरामा सीधा सड़क मीरामा सहित कथा आम सहित जोड़ी होकर रुहतु भिडियो शेष पर्यंत। माँ आपन को प्रणाम और आम चैनल को स्वागत। माँ आपन को एबे जणे संबारी बोली डाकिले तार अर्थ कौन? संबारी हाँ से जा डाकी केते जण एमती संबारी डाकुचंती जोटा कि जातक नाम अनुसार संबारी पड़ीथिला एवं संबारी नामकरण दिया जायतिला। संबारी रु तापर संबारी को जातक रे रखागला सिक्रेट ना कि जानी नथिले जे गाँ पाख लोक जानिछंती से नाटा को डाकी दियंती संबारी। तेनु मते संबारी डाकटा टिके भल लागेनी तेणु मु ताको लुकायित भाबरे स्थगित भाबरे रखा ହେଇଛି ସେଟା ଜାତକ ନାମ। ତେଣୁ ମୁଁ କିଛି ଜାଣିପାରୁନି ସେ ଡାକଟା କଣ ମାନେ ଡାକିଲେ ଆଉ माँ आपण कहउचंती आपणक जातक रे संबारी बोली नाम अछि ଜାତକରେ ସମ୍ବାରୀ ନାମ ଅଛି। କିନ୍ତୁ ଆମେ ତ ମୀରା ମା ବୋଲିକି ଆମେ ସବୁଠି ଶୁଣୁଛୁ ଆଉ ଆମେ ବି ଜାଣିଛୁ କିନ୍ତୁ ଆପଣଙ୍କୁ ସମ୍ବାରୀ ବୋଲିକି ସେ ଡାକିଲେ ତେଣୁ ଆମେ ପଚାରିଦେଲୁ। କିନ୍ତୁ ମା ଆପଣଙ୍କ ଗୁରୁ କିଏ? ପ୍ରଥମ ଗୁରୁ କିଏ ଆପଣଙ୍କ? ମୁଁ ଯେତେବେଳେ ମୋର ତ ବହୁତ ଗୁରୁ ମୋ ଜୀବନରେ ବହୁତ ଗୁରୁ ଆସିଛନ୍ତି କିନ୍ତୁ ତତ୍ଵଗୁରୁ କେହି ମିଳି ନଥିଲେ। ଯେତେବେଳେ ତତ୍ଵଗୁରୁ ସେ କହିଦେଇ ଯାଆନ୍ତି ମୋ ମୁଣ୍ଡରେ ସେତେବେଳେ ପଶେନି କିଛି। କିନ୍ତୁ ଯେତେବେଳେ ମୁଁ ହରିହାଟ ପଡ଼ିଆ ଯାଇଥିଲି ସେତିକି ବେଳେ ତ ହଉଛି ମୋର ତ୍ରିଲୋଚନ ଭଞ୍ଜଙ୍କ ସହିତ ଦେଖା ହେଇଥିଲା। ମଉସା ଦେଖା ହେଇଥିଲେ ମଉସା କହିଥିଲେ ତୁ ଟିକେ ଘର ଆଡ଼କୁ ଆସିବୁ। ସେ ପୂର୍ବରୁ ମୁଁ ତାଙ୍କୁ ଚିହ୍ନି ନଥିଲି ସେ କିନ୍ତୁ ମୋତେ ପୂର୍ବରୁ ଚିହ୍ନିଥିଲେ କାହିଁକି ଯେ ମୋର ପୂର୍ବ କାହାଣୀ ହଉଛି ଯେତେବେଳେ ଶାରଦା ମାତାଙ୍କ ସହିତ ମୋର ଝଙ୍କଡ଼ ଶାରଳା ମାତା ଯେ ମୁଁ କୋଉ କାରଣରୁ ଅଜ୍ଞାତ ବଶତଃ ସେଠିକି ପଳେଇ ଯାଇଥିଲି ଯାଇକି ମାସେ ରହିଥିଲି ମନ୍ଦିର ଭିତରେ ପିଲାଟିଏ ହେଇଥିଲି। ତେଣୁ ସେତେବେଳେ ମୋତେ ଶାରଦା ବାବା ଯିଏକି ଦେହତ୍ୟାଗ କଲେଣି ସେ ତାଙ୍କୁ ମା କହିଥିଲେ କି ସେ ପିଲାଟାକୁ ମୁଁ ନେଇ ଆସି ତୁ ତାକୁ ବୁଝିବୁ ତାର ଖବର। ତେଣୁ ମୁଁ ମାସେ ରହିଥିଲି ସେତେବେଳେ। ତେଣୁ ସେତେବେଳେ ମୋଠୁ କ'ଣ କଥା ଆଦାୟ କରିଥିଲେ ପଚାରିଥିଲେ ସେତେବେଳେ ମୁଁ ମାନେ ତାଙ୍କ ପାଖରେ ଜଣାଥିଲି ମୋତେ ସେ ଖୋଜିଥିଲେ ତ୍ରିଲୋଚନ ମଉସା କୋଉଠୁ ସେ ପିଲା ଆସିଲା କୋଉଠି ସେ ପିଲାକୁ ପାଇବି। ମୁଁ ଛୋଟ ପିଲା ଥିଲି ତେଣୁ କୋଉଠି ସେ ପିଲାକୁ ପାଇବି। ତେଣୁ ତାପରେ ମୁଁ ଯେତେବେଳେ ହରିହାଟ ପଡ଼ିଆରେ ମୋର ଭେଟ ହୁଏ ତ୍ରିଲୋଚନ ମଉସାଙ୍କ ସହିତ ତାପରେ ମୋତେ କହିଥିଲେ ତୁ ସେଇ ପିଲା ଶାରଦା ବାବାଙ୍କ ପାଖରେ ରହିଥିଲୁ। ଶାରଦା ବାବା କହିଥିଲେ ତତେ ଖୋଜିବା ପାଇଁ ମୁଁ ଆଜି ପାଇଯାଇଛି। ତ୍ରିଲୋଚନ ବାବା ହେଠୁ ତ୍ରିଲୋଚନ ମଉସା ହେଠୁ ମୁଁ କହିଲି ହଁ ମୁଁ ସେଇ ଯାଇଥିଲି ମାସେ ରହିଥିଲି ମନ୍ଦିରରେ କିନ୍ତୁ ମୁଁ ମୋର ଯତ୍ନ ନେଇଥିଲେ ମା ଶାରଦା ବାବା କାହାକୁ କହୁଛନ୍ତି? ଶାରଦା ବାବା ଯିଏକି ସାରଳା ମନ୍ଦିର ପାଖର ଯିଏକି ତାଙ୍କୁ ସେଠି ମାନନ୍ତି ମାନେ ସେ ମାନେ ଯାହାଙ୍କୁ ଯାହା ଯୋଉ କଥା କୁହନ୍ତି ସବୁ ଠିକ ଠାକ କଥା କୁହନ୍ତି ଏବଂ ଲୋକ ତାଙ୍କ ପାଖକୁ ଯାଆନ୍ତି। ସେ ବାବା ଭଳି ଯଦି ତ ରୁହନ୍ତି ନାହିଁ କିନ୍ତୁ ସମସ୍ତେ ତାଙ୍କୁ ଜାଣିଛନ୍ତି ବାବା ଡାକନ୍ତି। ଶାରଳାଙ୍କ ମନ୍ଦିର ପାଖରେ ଶାରଳାଙ୍କ ମନ୍ଦିର ପାଖରେ କିନ୍ତୁ ବ୍ରହ୍ମଦଣ୍ଡ ଶାରଳା ବାବା ନୁହେଁ। ଶାରଳା ବାବା ନାହିଁ ଇଏ ହଉଛନ୍ତି ଅଲଗା ସେ ଦେହ ତ୍ୟାଗ କଲେଣି। କିନ୍ତୁ ସେଇ ଦିନ ଠାରୁ ମୋତେ କହିଲେ ଟିକେ ଆସିବୁ। ମୁଁ ହେଠୁ ତାଙ୍କ ଘରକୁ ଯାଇଥିଲି ରତ୍ନଗିରି ତାଙ୍କ ଘର ମୁଁ ଯାଇଥିଲି। ସେ ମୋତେ ସେଠି ହଂସ ତତ୍ଵ ଦେଇଥିଲେ ତେଣୁ ହଂସ ତତ୍ଵକୁ ଠିକ ଭାବରେ ମୁଁ କରିପାରିନଥିଲି କହିଲେ ଗୁରୁଙ୍କ ପାଖକୁ ଯିବୁ। ପ୍ରଥମ ସେ ହଂସ ତତ୍ଵ ସେ ଦେଇଥିଲେ ଯାହା ହଉ ତତ୍ଵ ଗୁରୁ ପ୍ରଥମେ ହେଇଥିଲା। ତେଣୁ ଏଠି ଗୋଟେ ବେଳେ ବେଳେ ବି ଲୋକ ସନ୍ଦେହ କରିକି ପଚାରନ୍ତି ଯେ ଗୁରୁ ତମର ତ୍ରିଲୋଚନ ଭଞ୍ଜ ତମ ନାମ ସମ୍ବାରୀ ଆଉ ତମକୁ ଲୋକ ଡାକୁଛନ୍ତି ସମ୍ବାରୀ ଆଉ ମୁଁ କାରଣ ପଚାରେ ନାଇଁ ଏମିତି ମାଳିକାରେ ବାହାରୁଛି ମୀରା ବୋଲି ବାହାରୁଛି ଇଏ ସମ୍ବାରୀ ବୋଲି ବାହାରୁଛି। ତେଣୁ ମା ମାଳିକାରେ ସମ୍ବାରୀ ବୋଲି ବାହାରୁଛି କୋଉଠି ବାହାରୁଥିବ କ'ଣ କରୁଥିବ ମୁଁ ତ ଦେଖିଛି ଯଦି ତ କ'ଣ ସେଥିରେ ଆମକୁ ମିଳିବ। ସମ୍ବାରୀ ହଁ ବାହାରୁଛି ତ୍ରିଲୋଚନ ଭଞ୍ଜ ଠାରୁ ହୋଇବ ସେ ଜାତ ଲେଖା ହେଇଛି ଗୋଟେ ଜାଗାରେ। ସେଇଟା ତ୍ରିଲୋଚନ ଭଞ୍ଜ ବି ମୋର ଗୁରୁ ଥିଲେ ମନା ନାହିଁ। ଯୋଉ ସମ୍ବାରୀ କହିଲେ ସମ୍ବାରୀ ତମକୁ ଡାକିଲେ ହଁ ସେଇଟା ବି ସତ ସମ୍ବାରୀ ଡାକୁଛନ୍ତି ଲୋକ ତେଣୁ ସେଇଟା ସତ। ତେଣୁ ସେ ମାଳିକାରେ ନାଁ ଲେଖା ହେଲେ ଆମେ କ'ଣ ଭକ୍ତ ହେଇଯିବୁ ନା କ'ଣ ଏଇ ଦୁନିଆକୁ ଓଲଟେଇ ଦବୁ କି? ଦୁନିଆ ଓଲଟି ଯିବ କି? ମାଳିକାରେ ନାଁ ବାହାରିଲେ ଆମେ କ'ଣ ଭକ୍ତଟିଏ ହେଇଗଲୁ ନା ମାଳିକାରେ ନା ସମ୍ବାରୀ ନା କ'ଣ ସେ ସମ୍ବାରୀରୁ କ'ଣ ଗୋଟେ ମୀରାରୁ କ'ଣ ଆମେ କ'ଣ ଯୁଗ ଓଲଟେଇ ଦବୁ କି? ମାଳିକାକୁ ମୁଁ ସେଗୁଡାକ କର୍ମ ଉପରେ ବିଶ୍ୱାସ କରେ। ସେ ଲେଖା ଉପରେ ମାଳିକା ଲେଖା ଉପରେ ମୋର କୌଣସି ମାନେ ଦେନା ନାହିଁ କି ନେନା ନାହିଁ। ଲୋକଙ୍କର ନାଁ ନଥିବ ଯେମିତି ଯୋଡ଼ି ଜାଡ଼ି କହି ଦଉଛନ୍ତି ଇଏ କରୁଛନ୍ତି କିନ୍ତୁ ମୁଁ ତାକୁ ବିରୋଧ କରେ ଘୋର ବିରୋଧ କରେ ଯେ କି ମୁଁ ସେ ମାଳିକାର ଲେଖାକୁ ସେ ସମ୍ବାରୀ ବାହାରୁ ଆଉ କିଏ ସମ୍ବାରୀ ହେଇଥାଇପାରେ ଆଉ କିଏ ତ୍ରିଲୋଚନ ଭଞ୍ଜ ହେଇଥାଇପାରେ ତାର ଗୁରୁ କିନ୍ତୁ ମୁଁ ସେ ନ ହେଇଥାଇପାରେ। ଯଦି ବା ମୁଁ ହେଲି କ'ଣ ସେ ଓଲଟା ପାଲଟା କ'ଣ ମୁଁ କରିଦେଇ ପାରିବି କି? ନା ମୁଁ କ'ଣ ବିରାଟ ବଡ଼ ଭକ୍ତ ହେଇପାରିବି?
ସେଥିରେ ସେଥିରେ ମତେ ମାନେ ମୁଁ ବିଚ୍ୟୁତ ହବାକୁ ଚାହେଁ। ମୋର ସେ ଦରକାର ନାହିଁ, ସେ ସମ୍ଭାଳି ହବା ଦରକାର ନାହିଁ। ଆଉ ଗୁରୁ ମୋର ହଁ ଥିଲେ ତ୍ରିଲୋଚନ ଭଞ୍ଜ, ଆଉ କଣ ପଚାରିବା କଥା। ଆପଣ ଭକ୍ତ ମେଳି କରିବା ଭିତରେ ଏମିତି କିଛି ଅନୁଭବ କରିଛନ୍ତି ଯେତେବେଳେ ଭକ୍ତ ମେଳି କରିଛନ୍ତି? ଭକ୍ତମେଳି କରିଥିଲି, ତାର କାରଣ ଥିଲା ଯେ ଭକ୍ତମେଳି କରିଥିଲି। ଭକ୍ତମେଳି କରିଥିଲି କଣ, ମାଳିକାର ମୁଁ ତତ୍ତ୍ୱ ପିଣ୍ଡ ବ୍ରହ୍ମାଣ୍ଡ ଉପରେ ଯାଉଥିଲି ଯେ ଜୀବର କଣ କେମିତି ମୋକ୍ଷ ପାଇବ। ପବନ ସୂତ୍ର ମାଧ୍ୟମରେ ସାଧନା ଆଉ ଅଣସାଧନା ଥିଲା। ସାଧନା ଆଉ ଅଣସାଧନା, ସାଧନା ହଉଛି ଷଡ଼ଚକ୍ର ସାଧନା, ତା ଉପରେ ଅଣସାଧନା କେମିତି କଣ ଆମେ ସହସ୍ରାଧାରକୁ ଯିବା ଗୁରୁ ସୂତ୍ର ମାଧ୍ୟମରେ, ଯୋଉଟା କି ମତେ ତ୍ରିଲୋଚନ ଭଞ୍ଜ ନେଇଥିଲେ ଗୁରୁ ସୂତ୍ର ମାଧ୍ୟମରେ କଳ୍ପତରୁ ବାବାଙ୍କ ପାଖକୁ। ସେଇଟା ମୋର ଥିଲା ଜଣଙ୍କର ଆଦେଶ, ମୁଁ ସେଇଟା ଖୋଲି କହିପାରିବିନି ସବୁ କଥା, ଖୋଲି ଆଦେଶ ଥିଲା। ତେଣୁ ମୁଁ ଯାଇଥିଲି କଳ୍ପତରୁ ବାବାଙ୍କ ପାଖକୁ। ତେଣୁ କଳ୍ପତରୁ ବାବାଙ୍କର ବି ମୁଁ ଦେଖିଥିଲି ଗଣଭୂତ ଟୀକା, ଅଚ୍ୟୁତାନନ୍ଦ ଦାସ ଲେଖକ। ତେଣୁ ଗଣଭୂତ ଟୀକାରେ ଲେଖିଥିଲେ 13 ଜନ୍ମ ଶରଣରେ ଲେଖା ହେଇଛି କଳ୍ପତରୁ ବାବାଙ୍କର। ଆଉ ଯେଝା ଗୁରୁ ଯେଝାକୁ ବଡ। ମୁଁ ମା ଆପଣ କହିବା କଥା ଭକ୍ତ ମେଳି କରିବା ପାଇଁ ଆପଣଙ୍କୁ ନିର୍ଦ୍ଦେଶ ଥିଲା, ମତେ ଥିଲା କିଛି ମୋର ଆଦେଶ ଥିଲା, ଥିଲା, ମୁଁ ଆପଣ କହିପାରୁନି। ଗୁରୁଙ୍କ ଆଦେଶ। ମୋ ଗୁରୁଙ୍କ ଆଦେଶ ହଉ ଆଉ ଯାହାର ଆଦେଶ ହଉ, ମୁଁ ଆଦେଶ କ୍ରମେ ଜିନିଷ କରିଛି। ଆଉ ମୋ ଗୁରୁଙ୍କୁ ମୁଁ ନିନ୍ଦିବିନି। ମୋ ଗୁରୁ ମତେ ଲୋକ ଚିହ୍ନେଇଛନ୍ତି। ସମସ୍ତଙ୍କ ପାଇଁ ସମସ୍ତଙ୍କ ଗୁରୁ ବଡ। ମୋ ପାଇଁ ମୋ ଗୁରୁ ବାପା ବ୍ରହ୍ମା ବିଷ୍ଣୁ ମହେଶ୍ଵର, ମୋର ସବୁ କିଛି ମୋ ପାଇଁ ସେ ଗୁରୁ ସାଜିଥିଲେ। ନାଇଁ ମା, ଆପଣ ପ୍ରଥମେ ଟିକେ ଆମ ଦର୍ଶକ ବନ୍ଧୁ କୁହନ୍ତୁ, ଆପଣ ଯେତେବେଳେ ଭକ୍ତ ମାନଙ୍କୁ ସମସ୍ତଙ୍କୁ ଗୋଟିଏ ଜାଗାକୁ ଡାକନ୍ତି ଏବଂ ଆପଣ ତାଙ୍କର କେୟାର ବି ନିଅନ୍ତି, ତାଙ୍କ କଥାଟିକୁ ପ୍ରଚାର ପ୍ରସାର ବି କରନ୍ତି ତାଙ୍କ କଥାକୁ, ଆହାର କଣ ମାହାତ୍ମ୍ୟ, କାରଣ କଣ? ମାହାତ୍ମ୍ୟ ଅଛି, ଟିକେ ପୂର୍ବରୁ ମୁଁ କହିସାରିଛି ଜିନିଷଟା, କିନ୍ତୁ ଲୋକ ତାକୁ ବର୍ତ୍ତମାନ ଜାଣିପାରିବେ ନାହିଁ। ସେଇଟା ବିଧି ନିର୍ଦ୍ଦିଷ୍ଟ ଥିଲା ଏବଂ ବିଧି ନିର୍ଦ୍ଦିଷ୍ଟ ଅନୁସାରେ କର୍ମଟି ହେଇଥିଲା। ଯୋଉ କହୁଛ ସମ୍ବାରୀ, ହଁ ସମ୍ବାରୀର କିଛି କର୍ମ ଥିଲା, ସାଧୁ ସନ୍ତକୁ ସେ ଚିହ୍ନିବ ଜାଣିବ। ହୁଏତ ତାହା ହେଇପାରେ, ହୁଏତ ନ ହେଇପାରେ, ତାହା ହେଇପାରେ ନ ହେଇପାରେ। କିନ୍ତୁ ଯିଏ ଯାହା ଆସିଛନ୍ତି କର୍ମ କରିବା ପାଇଁ, ଯେଝା ଯେଝା ପାର୍ଟ ବଜଉଛନ୍ତି। କିଏ ସାଧୁ ମେଳି କରୁଛି, କିଏ ଭକ୍ତ ମେଳି କରୁଛି, କିଏ କିଏ ତାର ମାନେ ଗାଉଛି ବଜଉଛି, ପ୍ରଭୁଙ୍କୁ ଭଜନ କରୁଛି, ଜଣାଣ କରୁଛି। ସେ ଆସିଛନ୍ତି ପାର୍ଟ ବଜାଇବା ପାଇଁ। ଯଦି ପାର୍ଟ ନଥାନ୍ତା ତାହେଲେ ଟଙ୍କା ଖର୍ଚ୍ଚ କରିବାକୁ ମୁଁ କିଏ? ତା ଟଙ୍କା ସିଏ ଖର୍ଚ୍ଚ କରିଛି ତା ବାଟରେ। ତେଣୁ ତା କଥାକୁ ସିଏ ପ୍ରଚାର କରୁଛି। ତେଣୁ ସିଏ ହିଁ ପ୍ରଚାର କରିବାକୁ ଗୋଟେ ଇଙ୍ଗିତ ଥିଲା। ସେ ଇଙ୍ଗିତଟାକୁ ମୁଁ ହିଁ ଏପର୍ଯ୍ୟନ୍ତ ମୋର ବି ଫୁଲଫିଲ୍ ହେଇନି। ଆହୁରି କେତୋଟି ଅଛି, ଯୋଉ ସ୍ଥାନ ଅଛି ମୁଁ ପାଇନି। କୁଣ୍ଡି ନଦୀ ଅଛି, ଗୋଟେ ଭୀଷ୍ମ କୁଣ୍ଡି, ସେଟା ମଦନ ଖୁଣ୍ଟିଆ ପଦନ ଖୁଣ୍ଡିଆ। ଆଉ ଗୋଟେ କୁଣ୍ଡି ନଈ ଯୋଉଟା ପାଇଛି, କୁଣ୍ଡି ନଈ, କୁଣ୍ଡି ଗ୍ରାମ, କୁଣ୍ଡି ନଦୀରେ ବାହାରିଛନ୍ତି କାଳୀ ଠାକୁରାଣୀ, ଭାସୁଛନ୍ତି ପାଣିରେ। ଏତେ ବଡ ମୂର୍ତ୍ତିଟିଏ ପାଣିରେ ଭାସୁଛନ୍ତି, ମୁଁ ସେଠି ଯାଇକି ଦେଖିକି ଆସିଛି। କିନ୍ତୁ ଭକ୍ତ ମେଳି କରିବାକୁ ଗଲେ ସେଠି ଆଗ ଦିନରୁ ଭକ୍ତ ମାନଙ୍କୁ ନେଇକି ରଖିବାକୁ ପଡିବ। ନାଇଁ ତେଣୁ ମା, ଆପଣ ଭକ୍ତ ମେଳି କରିବା ଭିତରେ କେତେ ଜଣ ଭକ୍ତଙ୍କୁ ଆପଣ ପାଇଛନ୍ତି? ନା ସା- ସମସ୍ତେ ଆମେ କହିବା ସମସ୍ତେ ଭକ୍ତ? ସମସ୍ତଙ୍କ ଭିତରେ କାହାକୁ ଆମେ ନିନ୍ଦିବାନି। ସମସ୍ତଙ୍କ ଭିତରେ କିଛି ନା କିଛି ଅବଗୁଣ ଅଛି, ଭଲ ଗୁଣ ଅଛି। ତେଣୁ ଭଲ ଗୁଣଟାକୁ ଆମେ ଦେଖିବା, ଅବଗୁଣଟାକୁ ବାହାର କରିଦବା। ସେମାନେ ଯୋଉ ଭକ୍ତ ହଉଛନ୍ତି, ଭକ୍ତ ହେଇକି ଆସୁଛନ୍ତି, ସମସ୍ତେ ତ ଭକ୍ତ ହେଇପାରିବେନି। ଭକ୍ତ ହେଇକି ଚିହ୍ନା ପଡିବେ। ଏ ଭକ୍ତ ମେଳି ଯୋଉ ହେଲା, ତା ଦ୍ଵାରା କାହା ଭିତରେ କଣ କି ଗୁଣ ଅବଗୁଣ ଅଛି ଧରା ପଡିଲା। ସମସ୍ତେ ସାଧୁ ହେଇପାରିବେନି। ସାଧୁ ବେଶ ଧାରଣ କଲେ, ମାଳା ପକେଇଦେଲେ, ଚିତା ଚୈତନ୍ୟ କିଲେ କାଟିଦେଲେ, ଆଉ ଲେଙ୍ଗୁଟି ପିନ୍ଧିଦେଲେ, କେହି କେବେ ଭକ୍ତ ହେଇପାରେନି କି ସାଧୁ ହେଇପାରେନି। ନା ମା, ଆପଣ ସେଠି ପରୀକ୍ଷା କରୁଥିଲେ କି କାହାକୁ? ମୁଁ ଏଇଟା ଯୋଉ ମତେ ଯଦି ଜାଣି ଶୁଣିକି ପଚରା ଯାଉଥିବ କି କଣ କରାଯାଉଥିବ, ମୁଁ ସେଇଟା କହିପାରିବିନି। କାରଣ ଅଚ୍ୟୁତାନନ୍ଦ କହିଥିଲେ ପରିପ୍ରକାଶ, ତାଙ୍କ ବହିରେ କହିଛନ୍ତି ଯେ ପରିପ୍ରକାଶ କୌଣସି କଥାକୁ ନ କରିବା ପାଇଁ। ତେଣୁ ମୁଁ ସେଥିପାଇଁ ମୁଁ ଗୋଟେ କଣ କରୁଛି କଣ ନ କରୁଛି ଗୋଟେ ଇଙ୍ଗିତ ଥିଲା ମୋ ପାଇଁ, ମୁଁ କରୁଥିଲି। ତେଣୁ କଣ ପରୀକ୍ଷା ନିରୀକ୍ଷା ସେଟା ଲୋକ ତାକୁ ମାନେ ଜାଣିପାରିବେ କିଏ କଣ। ସବୁ ସମସ୍ତଙ୍କର କେମିତିଆ କଣ ଗୁଣଗାନ ଗାଥା, କୋଉ ସାଧୁ ମାନଙ୍କର ଗୁଣଗାନ କଣ, ତାହା ହିଁ ପରିପ୍ରକାଶ ହେଇଛି। ତାକୁ ଲୋକ ଅନୁଭବ କରିବେ, ମୁଁ କଣ ଅନୁଭବ କରିବି। ମୋର କାର୍ଯ୍ୟ ଥିଲା ସମସ୍ତଙ୍କୁ ନେଇକି ପଦାରେ ପ୍ରଚାର କରିବା। ସେଇଟା ତ ସମସ୍ତେ କହୁଛନ୍ତି ଯେ ମୀରା ପ୍ରିୟଦର୍ଶିନୀ ସେ ଆସିଛି ପରୀକ୍ଷା କରିବା ପାଇଁ। ନା, ତାହା ହିଁ ଭୁଲ। ଆପଣ ମାନେ ଯାହା ଭାବୁଛନ୍ତି, ମୋ ମତରେ କାହିଁ ତା ନୁହେଁ। ମୁଁ ନିଜେ ନିଜକୁ କେବେ ନିଜକୁ ଭାବିନି ମୁଁ ଗୋଟେ କଣ। ମୁଁ ଗୋଟେ ସାଧାରଣ ନିମିତ୍ତ ମାତ୍ର ମଣିଷଟିଏ। ମୋ ଦେହରେ ସେମିତି ଜ୍ଞାନ କିଛି ନାହିଁ ମୁଁ ପରୀକ୍ଷା କରିବା ପାଇଁ।
ତେଣୁ ଯଦି ପରୀକ୍ଷା କିଏ କରୁଥିବ ସମସ୍ତଙ୍କ ଭିତରେ ଶକ୍ତି ଅଛି, ସମସ୍ତଙ୍କ ଭିତରେ ଶକ୍ତି ଅଛି। ସେ ଶକ୍ତିକୁ ପ୍ରଦର୍ଶନ କରିବା ପାଇଁ ଆମର ଜନ୍ମ। ଯେ ସାଧୁ ବେଶରେ ସିଏ ଆସିଛି ତା ଶକ୍ତିକୁ ପ୍ରଦର୍ଶନ କରିବ, ମୁଁ ମୋ ଶକ୍ତିକି ପ୍ରଦର୍ଶନ କରିବି। ମୋ ଶକ୍ତି କଣ ତାକୁ ଜନତା ଜାଣିବ, ତାଙ୍କ ଶକ୍ତି କଣ ଜନତା ଜାଣିବ। ଜନତା ତାକୁ ହିଁ ଅନୁଭବ କରିବେ ଏ ଜିନିଷଟା ପ୍ରକୃତ କଣ ଉଦ୍ଧାର କରାଗଲା, ଏ ଭକ୍ତ ମେଳିରେ କଣ ଉଦ୍ଧାର କରାଗଲା, ଭକ୍ତ କେତୋଟି ଥିଲେ, ଭକ୍ତ ଥିଲେ କି ନଥିଲେ, ଆଉ କିଏ କୌପିନ ଫିଟା ଭକ୍ତ ଥିଲେ। କୌପିନ ଫିଟା ଭକ୍ତ ଅର୍ଥାତ୍ ଯେ କୌପିନି ପିନ୍ଧିଥିବେ, ନାରୀ ମାନଙ୍କ ସାଙ୍ଗରେ ସହବାସ କରୁଥିବେ, କୌପିନି ରାମାନନ୍ଦ ଚିତା କାଟୁଥିବେ। ଆରେ ତମେ ସଂସାର କରିକି ଯାଅ, ତମେ ଭକ୍ତ ସାଜ, କୌପିନି ଫିଟେଇକି ଏ ସବୁ କରିବାର କାରଣ କଣ ହେଇପାରେ। ତେଣୁ ଏ ଭକ୍ତ ବି ଧରା ପଡିଛନ୍ତି ଏଇ କୌପିନି ଫିଟା କିଲେ ଛତୁଆ ଭଳିଆ ମାରିଦବା ଚନ୍ଦନ, ଆଉ ମାଳା 2 କେଜି ଖଣ୍ଡ ପକେଇଦବା, ନାଲି ବସ୍ତ୍ର ବହେ ପିନ୍ଧିଦବା, ସେଣ୍ଟ ବହେ ପକେଇଦବା, ଚୁଟିକି କଳା କରିଦବା, ଏଇଟା ଭକ୍ତର ଲକ୍ଷଣ ନୁହେଁ। ଆପଣ କହୁଛନ୍ତି ଏମିତି ଧରା ପଡିଛନ୍ତି ଆପଣଙ୍କ ଭକ୍ତ ମେଳିରେ? ତ ମୁଁ ଆଉ କଣ ଖୋଲିକି କହିବି, ଲୋକ ତାକୁ ଜନତା ଅନୁଭବ କରିବେ। ମୁଁ ଯଦି କିଛି କହିବି ଜନତା କହିବେ ଇଏ ଏଡେ ବଡ ଭକ୍ତ, ଇଏ ଏମିତି କଲା, ସେ ସେମିତି କଲା, ବହେ ଗାଳି ଗୁଲଜ କରିବେ। ଜନତା ଅନୁଭବ କରିବେ କଣ ସବୁ ହେଇଛି। ଆପଣ ମାନେ ସବୁ ଦେଖିଛନ୍ତି, ଆପଣ ମାନେ ଜନତାଙ୍କୁ ମୁଁ କହିବି, ଜନତା ମତେ ଯୋଉ ପ୍ରଶ୍ନ ପଚରା ଯାଉଛି ଆଜି ମିଡିଆ ମାଧ୍ୟମରେ, ଜନତା ତାଙ୍କୁ ଅନୁଭବ କରିବେ କୋଉ ଭକ୍ତ କଣ ସବୁ ପରିପ୍ରକାଶ ହେଇସାରିଛି। କିନ୍ତୁ ଯଦି ପ୍ରକୃତ କହିବାକୁ ଗଲେ ଯେ ଭକ୍ତ କଣ ସମସ୍ତେ ହେଇପାରିବେ, 100ରେ 4 ହେବେ, 100ରେ 5-10 ହେଇପାରେ, 5-10 ହବା ବଡ କଥା। ତେଣୁ 5-10 ଭକ୍ତ ବାହାରିବେ, ସମସ୍ତେ ଭକ୍ତ ହେଇପାରିବେ ନାହିଁ, ଏତିକି କହିଦଉଛି। 5-10 ବାହାରିବେ, ସମସ୍ତେ ଭକ୍ତ ହେଇପାରନ୍ତି। ଆଉ ଯାହାକୁ ଦେଖିଛି ପରଖିଛି ନିରୀଖିଛି ସବୁ ଗୁଡାକ ମାନେ ଅଳିଆ, ମାନେ କିଛି ଅଛନ୍ତି ଅଳିଆ, କିଛି ଅଛନ୍ତି ପୁରା ଅଳିଆ। ବର୍ତ୍ତମାନ ସେ ସାଧୁ ହେଇଛନ୍ତି ପର ମାଇକିନାଙ୍କ ଉପରେ ଆଖି। କଲ ସବୁ ପ୍ରକାର ପ୍ରମାଣ ପାଏ, ତାର ସବୁ ପ୍ରକାର ପ୍ରମାଣ ପାଏ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ। ଜଣେ ସାଧୁ ହେଇଗଲେ, ଯେମିତି କି ତୁଳସୀ ଦାସ ଲେଖିଛନ୍ତି, ଯୋଉ ସାଧୁ ଯଦି କଥା କହି ତାର କଥା ରଖେନି, ତା କଥାରେ ସ୍ଥିରତା ନଥାଏ। ତାପରେ ଯୋଉ ସାଧୁ କହେ ଗୋଟିଏ କରେ ଗୋଟିଏ, ଉପରକୁ ସାଧୁ ତପସ୍ୱିନୀ କାବ୍ୟରେ ଲେଖା ହେଇଛି, ଜାଣିଲି ବେଶ ନୁହେଁ ଗୁଣର ଚିହ୍ନ, ବାହାର ସାଧୁ ବେଶ ଭିତର ଚିହ୍ନ, କିଏ ଜାଣିବେ ଲୋକ ସମସ୍ତ ସୁଭଦ ଧର୍ମ। ଆମେ ସୁଭଦ ଧର୍ମ ବୋଲି ଭାବି ତାଙ୍କୁ ଯେ ସାଧୁ ବୋଲି ଭାବିଥାଉ, କିନ୍ତୁ ସେ ସୁଭଦ ଧର୍ମ, ସେ ସାଧୁ ଏତେ କଳଙ୍କିତ, ସମସ୍ତଙ୍କୁ ମୁଁ ଇଙ୍ଗିତ କରୁନି, ଏତେ କଳଙ୍କିତ ଅବସ୍ଥାରେ ଅଛନ୍ତି, ପୁରା କଳଙ୍କିତ ସେମାନେ ଧରା ପଡିଛନ୍ତି। କିଛି ଧରା ପଡିଛନ୍ତି ନିଶ୍ଚିତ ଧରା ପଡିଛନ୍ତି, ନିଶ୍ଚିତ ଏ ସାଧୁ ସବୁ ଧରା ପଡିଛନ୍ତି। ମାନେ ନାରୀ ଲୋଭୀ? ହଁ, ନାରୀ ଲୋଭୀ, ପଇସା ଲୋଭୀ, ନାରୀ ମାଂସ ଲୋଭୀ, ସବୁ ଧରା ପଡିଛନ୍ତି ହେଲା। ପୁରା ନିଛକ ମିଥ୍ୟା କଥା ବି କହିଛନ୍ତି, ଏବଂ ପଇସା ରୋଜଗାର କରିଛନ୍ତି। ଗୁରୁର କିଛି ଗୋଟେ ସଂଜ୍ଞା ନଥିବ, ସେ ପଇସା ରୋଜଗାର କରିଛନ୍ତି ଘଷି ଘାସିକି। ଗୁରୁ ତ ହେବେ ଜଣେ, ସେ ନିରାକାର ପରମ ବ୍ରହ୍ମ ଗୁରୁ, ସଦ୍ଗୁରୁ ଯିଏ, ସେଇଭଳି ତାଙ୍କ ପାଖରେ ସତ୍ ଥିବ। ଯୋଉ ଗୁରୁ ମାନବରୁ ମାଧବକୁ ନେଇପାରେ, ସେଇଭଳି ଗୁରୁ ଯେ ମୋକ୍ଷର ଆଶାକୁ ନେଇପାରେ, ସେଭଳି ଗୁରୁ କରିଛନ୍ତି। ଶିଷ୍ୟ ମାନେ ଗୁରୁ ଶିଷ୍ୟ କରିଛନ୍ତି, ସେଇ ବାବା ମାନେ ଶିଷ୍ୟ କରିଛନ୍ତି। କିନ୍ତୁ ଶିଷ୍ୟ ଠିକ ସମସ୍ତେ ଆସିକି ପହଞ୍ଚିଛନ୍ତି। କାଲି ଆଜି ବି ପହଞ୍ଚିବେ କିଛି ଶିଷ୍ୟ ଏଇଠି ନେମାଳ ମଠର। ଆଜି ହଉଛି 2026, ମୁଁ ନେମାଳ ମଠରେ ଅଛି, ପୂର୍ଣ୍ଣିମା। ତେଣୁ କିଛି ପହଞ୍ଚିବେ, ସମସ୍ତେ ଆସିକି କହିବେ ଯେ ଏ ଗୁରୁ ଏୟା କଲା, ସେ ଗୁରୁ ଆମକୁ ଡାକିକି ଏୟା କଲେ। ଖାଲି ଓଂ କହିଦେଲେ, ଏକାକ୍ଷର ମନ୍ତ୍ର ଗୁରୁ ଯା ଓଂ ଯା ଜପ, ଓଂ ଜପିଦେଲେ 42 ତାଲାକୁ ଗୋଟିଏ କଞ୍ଚି ରଖିଛନ୍ତି ଗୁରୁ ପାଖରେ ଅଛି, ବାସ୍ ଅଛି ଅଚ୍ୟୁତଙ୍କ ପାଖରେ। ସେ ଚାବି 42 ତାଲା, କୋଉଠି 42 ତାଲା ପଡିଲା, ତାକୁ ଗୁରୁ ଦେଖେଇବା କଥା। ଏଇଠି ଗୋଟେ ତାଲା, ଏଇଠି ଗୋଟେ ତାଲା, ଏଇ କଞ୍ଚି ବୀଜ ମନ୍ତ୍ର, ଏଇଟା ହେଲା କଞ୍ଚି। ଖାଲି ଓଂ ଟା କଣ ବୀଜ ମନ୍ତ୍ର? ଓଂ ଖାଲି ଭଜି ଦେଲେ କଣ ହେଇଗଲା? ଯୋଉ ଗୁରୁ ଓଂ ଦେଇଛନ୍ତି ଶିଷ୍ୟକୁ, ମୁଁ ତାଙ୍କୁ କହିବି ଇଏ ଭୁଲ ରାସ୍ତାକୁ ଯାଆନ୍ତୁ ନାହିଁ। ଇଏ ତାର ବୀଜ ମନ୍ତ୍ର ଅଛି ଅଣସାଧନା ସୂତ୍ରରେ, ସେ 5ଟି ସୂତ୍ର ମାଧ୍ୟମରେ, ମୋ ଗୁରୁ ହଉଛନ୍ତି ମୋ ପାଇଁ ସ୍ୱୟଂ ବିଷ୍ଣୁ। ମୁଁ ଆଜି ଏଇଠୁ ତାଙ୍କୁ କୋଟି କୋଟି ପ୍ରଣାମ କରୁଛି ଯେ ମୋ ଗୁରୁ, ମୋ ସମସ୍ତଙ୍କ ଗୁରୁ ହଉଛନ୍ତି ଯୋଉ ଗୁରୁ, ତାଙ୍କୁ 5ଟି ସୂତ୍ର ଦେଇକି ଅଣସାଧନା ମଧ୍ୟରେ ଓଂକୁ 42 ତାଲାକୁ ଗୋଟିଏ ଚାବି ଦେଇକି ଫିଟେଇକା ଯାଇଛନ୍ତି, ତାହେଲେ ସେଇଭଳି ଗୁରୁ କରନ୍ତୁ। ମୋ ଗୁରୁ ମତେ ଦେଇଛନ୍ତି, ତେଣୁ ମୋ ଗୁରୁ ମୋ ପାଇଁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ। ମୁଁ ତାଙ୍କୁ ଏଇଠୁ କୋଟି କୋଟି ଶତ ଆଭୂମ ପ୍ରଣାମ କରୁଛି। ମୋ ଗୁରୁ ପାଖକୁ ମୁଁ ନ ଯାଇ ପାରିଲେ, ମୋ ଗୁରୁ ମୋ ପାଇଁ ଗୋଟେ ହଉଛନ୍ତି ମୋ ବାପା ମା ଏବଂ ମୋ ଭଗବାନ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ, ଏଇଠି ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।